ସବୁଠାରୁ ବଡ଼ ଖବର ସୁନା ବଜାରରେ ଭୟଙ୍କର ପତନ। ଯେଉଁ ସୁନା ଦାମ କିଛି ମାସ ଆଗରୁ ରେକର୍ଡ ଉଚ୍ଚତାକୁ ପହଞ୍ଚିଥିଲା, ସେହି ସୁନା ଏବେ ପ୍ରାୟ 35,000 ଟଙ୍କା ପର୍ଯ୍ୟନ୍ତ ତଳକୁ ଆସିଥିବାର ଚର୍ଚ୍ଚା ଚାଲିଛି। ବଜାରରେ ଏହି ବଡ଼ ପତନକୁ ନେଇ ଚିନ୍ତା ମଧ୍ୟ ରହିଛି, ଆଉ ଅନେକ ଲୋକଙ୍କ ମନରେ ଖୁସି ମଧ୍ୟ ଦେଖାଯାଉଛି। କାରଣ ବିବାହ ସିଜିନ୍ ଆସୁଛି, ଘରେ ଘରେ ସୁନା କିଣିବାର ପ୍ରସ୍ତୁତି ଚାଲିଛି। ଆଉ ଏମିତି ସମୟରେ ସୁନା ଦାମ କମିବା ସାଧାରଣ ଲୋକଙ୍କ ପାଇଁ ବଡ଼ ରାହତ ନେଇ ଆସିଛି। କିନ୍ତୁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ, ହଠାତ୍ କାହିଁକି ଭାଙ୍ଗି ପଡ଼ିଲା ସୁନା ଦାମ? ଆନ୍ତର୍ଜାତୀୟ ବଜାରରେ କ'ଣ ଘଟୁଛି? ଆମେରିକାର ନୀତି, ଡଲାରର ଶକ୍ତି, ଯୁଦ୍ଧ ପରିସ୍ଥିତି ଓ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ସବୁକିଛି କେମିତି ପ୍ରଭାବ ପକାଉଛି ସୁନା ଉପରେ? ଆଜିର ଏହି ସ୍ପେଶାଲ ରିପୋର୍ଟରେ ଆମେ ସବୁକିଛି ଆଲୋଚନା କରିବା। କିଛିଦିନ ପୂର୍ବରୁ ସୁନା ଦାମ ନୂଆ ରେକର୍ଡ କରୁଥିଲା। 24 କ୍ୟାରେଟ୍ ସୁନା ଦାମ ଆକାଶ ଛୁଆଁ ଥିଲା। ଅନେକ ଏକ୍ସପର୍ଟ କହୁଥିଲେ ଯେ ସୁନା ଆଉ ବଢ଼ିବ, ଆଗକୁ ଆହୁରି ମହଙ୍ଗା ହେବ। କିନ୍ତୁ ହଠାତ୍ ବଜାରରେ ଆସିଲା ବଡ଼ ପରିବର୍ତ୍ତନ। ଆନ୍ତର୍ଜାତୀୟ ବଜାରରେ ଡଲାର ଶକ୍ତିଶାଳୀ ହେବା ପରେ ନିବେଶକମାନେ ସୁନାରୁ ଟଙ୍କା ବାହାର କରି ଅନ୍ୟ ସେକ୍ଟରକୁ ଯିବା ଆରମ୍ଭ କଲେ, ଯାହାର ସିଧା ପ୍ରଭାବ ପଡ଼ିଲା ସୁନା ଦାମ ଉପରେ। ବଡ଼ ଇନଭେଷ୍ଟମେଣ୍ଟମାନେ ସୁନା ବିକ୍ରି କରିବା ଆରମ୍ଭ କରିଦେଲେ। ଫଳରେ ବଜାରରେ ସୁନା ସପ୍ଲାଏ ବଢ଼ିଲା ଏବଂ ଦାମ ତଳକୁ ଆସିଲା। କେବଳ ଭାରତ ନୁହେଁ, ଆମେରିକା, ୟୁରୋପ, ଚୀନ ଭଳି ବଡ଼ ଅର୍ଥନୀତିରେ ମଧ୍ୟ ସୁନା ଦାମ ଚାପ ଦେଖାଇଛି। ସୁନା ଦାମର ସବୁଠାରୁ ବଡ଼ କଣ୍ଟ୍ରୋଲ ଥାଏ ଆମେରିକାର ଅର୍ଥନୀତି ଉପରେ। ଯେତେବେଳେ ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଅର୍ଥାତ୍ ଫେଡେରାଲ ରିଜର୍ଭ ସୁଧ ହାର ବଢ଼ାଏ, ସେତେବେଳେ ଡଲାର ଶକ୍ତିଶାଳୀ ହୋଇଯାଏ। ଯେତେବେଳେ ଡଲାର ଶକ୍ତିଶାଳୀ ହୁଏ, ସେତେବେଳେ ସୁନା ଦାମ ସାଧାରଣତଃ କମିଯାଏ। କାରଣ ନିବେଶକମାନେ ସୁନା ଛାଡ଼ି ଡଲାର ଓ ବଣ୍ଡ ଭଳି ସେକ୍ଟରରେ ଟଙ୍କା ଲଗାଇବାକୁ ଆରମ୍ଭ କରନ୍ତି। ଏହି କାରଣରୁ ବର୍ତ୍ତମାନ ସୁନା ଉପରେ ବଡ଼ ପ୍ରେସର ଦେଖାଦେଇଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଯଦି ଆଗକୁ ମଧ୍ୟ ଆମେରିକାର ସୁଧ ହାର ଉଚ୍ଚ ରଖେ, ତେବେ ସୁନା ଦାମ ଆହୁରି ତଳକୁ ଖସିପାରେ। ଭାରତରେ ସୁନା କେବଳ ଗହଣା ନୁହେଁ, ଏହା ଭାବନା ସହ ଜଡ଼ିତ। ବିବାହ, ପୂଜା, ଅକ୍ଷୟ ତୃତୀୟା, ଦୀପାବଳି ପ୍ରତ୍ୟେକ ଅବସରରେ ଲୋକମାନେ ସୁନା କିଣନ୍ତି। ଏମିତି ସମୟରେ ସୁନା ଦାମ କମିବା ମାନେ ଲୋକଙ୍କ ପାଇଁ ବଡ଼ ସୁଯୋଗ। ବହୁତ ପରିବାର ଯେଉଁମାନେ ଉଚ୍ଚ ଦାମ କାରଣରୁ ସୁନା କିଣିପାରୁନଥିଲେ, ସେମାନେ ଏବେ ବଜାରକୁ ଆସିବା ଆରମ୍ଭ କରିଛନ୍ତି। ଗହଣା ଦୋକାନରେ ମଧ୍ୟ ଭିଡ଼ ବଢ଼ିବା ଦେଖାଦେଉଛି। କିନ୍ତୁ ଏଠାରେ ଆଉ ଗୋଟିଏ ବଡ଼ କଥା ଅଛି। ଯେଉଁମାନେ ଉଚ୍ଚ ଦାମରେ ସୁନା କିଣିଥିଲେ, ସେମାନଙ୍କର ଚିନ୍ତା ବଢ଼ିଯାଇଛି। କାରଣ ଏବେ ସେମାନଙ୍କ ନିବେଶର ମୂଲ୍ୟ କମିଯାଇଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ, ସୁନା ଦାମ ଆଗକୁ ଆଉ କମିବ କି? ବଜାର ବିଶେଷଜ୍ଞମାନଙ୍କ ମତ ଅନୁସାରେ ଯଦି ଆନ୍ତର୍ଜାତୀୟ ବଜାରରେ ଡଲାର ଆଉ ଶକ୍ତିଶାଳୀ ହୁଏ ଏବଂ ବଡ଼ ଦେଶମାନଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି କମିଯାଏ, ତେବେ ସୁନା ଦାମ ଆଉ କିଛି ତଳକୁ ଆସିପାରେ। କିନ୍ତୁ ଯଦି ପୁଣି ଥରେ ବିଶ୍ୱରେ ଅସ୍ଥିରତା ବଢ଼େ, ଯୁଦ୍ଧ ପରିସ୍ଥିତି ତୀବ୍ର ହୁଏ କିମ୍ବା ଅର୍ଥନୀତିରେ ଭୟ ସୃଷ୍ଟି ହୁଏ, ତେବେ ଲୋକମାନେ ପୁଣି ସୁନାକୁ ସୁରକ୍ଷିତ ନିବେଶ ଭାବେ ଦେଖିବେ ଏବଂ ଦାମ ପୁଣି ବଢ଼ିପାରେ। ଅର୍ଥାତ୍ ଆସନ୍ତା କିଛି ମାସ ସୁନା ବଜାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ଆପଣ ବିବାହ କିମ୍ବା ପରିବାର ପାଇଁ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଏହା ଭଲ ସମୟ ହୋଇପାରେ। କିନ୍ତୁ ଏକାଥରେ ସମସ୍ତ ଟଙ୍କା ଲଗାଇବା ପୂର୍ବରୁ ବଜାରକୁ ଭଲ ଭାବରେ ଦେଖନ୍ତୁ। ଏକ୍ସପର୍ଟମାନେ କହୁଛନ୍ତି ଛୋଟ ଛୋଟ ପରିମାଣରେ ସୁନା କିଣିବା ଭଲ ହୋଇପାରେ। ଯଦି ଦାମ ଆହୁରି କମିବ, ତେବେ ପରେ ଆଉ କିଣିପାରିବେ। ଯେଉଁମାନେ ନିବେଶ ପାଇଁ ସୁନା କିଣୁଛନ୍ତି, ସେମାନେ ଲମ୍ବା ସମୟର ଚିନ୍ତା କରିବା ଉଚିତ। କାରଣ ସୁନା ସବୁବେଳେ ଦୀର୍ଘ ସମୟରେ ଭଲ ରିଟର୍ଣ୍ଣ ଦେଇଥାଏ। ସୁନା ଦାମ କମିବାର ପ୍ରଭାବ କେବଳ ଗହଣା ବଜାରରେ ନୁହେଁ, ଦେଶର ଅର୍ଥନୀତି ଉପରେ ମଧ୍ୟ ପଡ଼େ। ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରେ ଗୋଟିଏ। ଯେତେବେଳେ ସୁନା ଦାମ କମିଯାଏ, ସେତେବେଳେ ଆମଦାନୀ ଖର୍ଚ୍ଚ ମଧ୍ୟ କମିଯାଏ। ଏହାର ପ୍ରଭାବ ସିଧାସ୍ୱରୂପ ରୁପିଆ ଉପରେ ମଧ୍ୟ ପଡ଼ିପାରେ। ଏହିପରି ସୁନା ବଜାରର ପ୍ରତ୍ୟେକ ଛୋଟ ପରିବର୍ତ୍ତନ ଦେଶର ଅର୍ଥନୀତିକୁ ପ୍ରଭାବିତ କରେ। ସୁନା ଦାମରେ ଆସିଥିବା ଏହି ବଡ଼ ପତନ ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କେହି ଏହାକୁ ସୁଯୋଗ ଭାବେ ଦେଖୁଛନ୍ତି, ତ ଆଉ କେହି ଚିନ୍ତାରେ ପଡ଼ିଯାଇଛନ୍ତି। ଆଗକୁ ସୁନା ଦାମ କେଉଁ ଦିଗକୁ ଯିବ, ସେଥିପାଇଁ ସମସ୍ତଙ୍କ ନଜର ଏବେ ଆନ୍ତର୍ଜାତୀୟ ବଜାର ଉପରେ ରହିଛି। ସୁନା ଦାମ ଆଗକୁ ଆଉ ବଢ଼ିବ କି? ସୁନା କିଣିବା ଠିକ୍ ସମୟ କି ଏହା? ଯଦି ଆଜି ନ କିଣିଲେ ଆସନ୍ତା ଦିନରେ ଆଉ ମହଙ୍ଗା ହୋଇଯିବ କି? ଏବେ ଏହି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଆସିବା ଆରମ୍ଭ ହୋଇଯାଇଛି। ବିଶେଷ କରି ନିବେଶକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଘୁରୁଛି। ବିବାହ ସିଜିନ୍ ଆସୁଥିବା ସମୟରେ ସୁନା ଦାମକୁ ନେଇ ଚିନ୍ତା ଆଉ ବଢ଼ିଯାଇଛି। କେହି କେହି କହୁଛନ୍ତି ଏବେ କିଣିନିଅ, ପରେ ଆଉ ବଢ଼ିଯିବ। ଆଉ କେହି କହୁଛନ୍ତି ଅପେକ୍ଷା କର, ଦାମ ଆହୁରି କମିପାରେ। ତେବେ ଆଜିର ଏହି ସ୍ପେଶାଲ ରିପୋର୍ଟରେ ଆମେ ଜାଣିବା ସୁନା ଦାମ କାହିଁକି ବଢ଼ିପାରେ, ଆଗକୁ କ'ଣ ହେବ ଏବଂ ସାଧାରଣ ଲୋକଙ୍କ ପାଇଁ
ଠିକ୍ ନିଷ୍ପତ୍ତି କ'ଣ ହୋଇଥାଏ। ତେଣୁ ଭିଡ଼ିଓକୁ ପୁରା ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭାରତରେ ସୁନା କେବଳ ଗହଣା ନୁହେଁ, ଏହା ଭାବନା, ସୁରକ୍ଷା ଏବଂ ସମ୍ମାନ ସହ ଜଡ଼ିତ। ଘରେ ବିବାହ ହେଉ, ପୂଜା ପର୍ବ ହେଉ କିମ୍ବା ଭବିଷ୍ୟତ ପାଇଁ ସଞ୍ଚୟ, ସୁନାକୁ ସବୁବେଳେ ସୁରକ୍ଷିତ ନିବେଶ ଭାବେ ଦେଖାଯାଏ। ଗାଁ ହେଉ କି ସହର, ମଧ୍ୟମ ବର୍ଗର ହେଉ କି ଧନୀ ପରିବାର, ସମସ୍ତେ ସୁନା କିଣିବାକୁ ଚାହାନ୍ତି। କାରଣ ସମୟ ଖରାପ ହେଲେ ସୁନା ହିଁ ସବୁଠାରୁ ବଡ଼ ସାହାରା ହୋଇଥାଏ। ଏହି କାରଣରୁ ସୁନା ଦାମ ବଢ଼ିଲେ ସମଗ୍ର ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଏ। ବିଶ୍ୱରେ ଯେତେବେଳେ ଅସ୍ଥିରତା ବଢ଼େ ସେତେବେଳେ ସୁନା ଦାମ ସାଧାରଣତଃ ବଢ଼ିଯାଏ। ତେବେ ବିଶ୍ୱର ଅନେକ ବଡ଼ ଘଟଣା ଘଟୁଛି। ଆମେରିକାର ଅର୍ଥନୀତି, ଚୀନ ଆମେରିକା ଟେନସନ୍, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଏବଂ ଗ୍ଲୋବାଲ ମନ୍ଦିର ଭୟ ସବୁକିଛିର ପ୍ରଭାବ ସୁନା ଉପରେ ପଡ଼ୁଛି। ଯେତେବେଳେ ସେୟାର ବଜାରରେ ଅସ୍ଥିରତା ଆସେ ସେତେବେଳେ ବଡ଼ ବଡ଼ ନିବେଶକମାନେ ସୁନାକୁ ସୁରକ୍ଷିତ ଭାବେ ନିବେଶ ଭାବେ ଦେଖନ୍ତି। ତାପରେ ସେମାନେ ବଡ଼ ପରିମାଣର ସୁନା କିଣିବା ଆରମ୍ଭ କରନ୍ତି। ଫଳରେ ବଜାରରେ ସୁନା ଚାହିଦା ବଢ଼ିଯାଏ ଏବଂ ଦାମ ଉପରକୁ ଉଠିଯାଏ। ଏବେ ମଧ୍ୟ ଅନେକ ଏକ୍ସପର୍ଟ କହୁଛନ୍ତି ଆଗାମୀ କିଛି ମାସରେ ସୁନା ଦାମ ପୁଣି ରେକର୍ଡ କରିପାରେ। ବନ୍ଧୁମାନେ, ସୁନା ଦାମକୁ ନିୟନ୍ତ୍ରଣ କରିବାରେ ଆମେରିକାର ବଡ଼ ଭୂମିକା ରହିଛି। ଯଦି ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର କମାଏ ତେବେ ଡଲାର କମଜୋର ହୋଇପାରେ ଏବଂ ଡଲାର କମଜୋର ହେଲେ ସୁନା ସାଧାରଣତଃ ମହଙ୍ଗା ହୋଇଯାଏ। ଏହି କାରଣରୁ ବିଶ୍ୱର ନିବେଶକମାନେ ଏବେ ଆମେରିକାର ପ୍ରତ୍ୟେକ ନିଷ୍ପତ୍ତି ଉପରେ ନଜର ରଖୁଛନ୍ତି। ଯଦି ଆସନ୍ତା ଦିନରେ ଆମେରିକା ସୁଧ ହାର କମାଏ ତେବେ ସୁନା ଦାମ ହଠାତ୍ ବଢ଼ିପାରେ। ଏବେ ଆସୁଛି ସବୁଠାରୁ ବଡ଼ ପ୍ରଶ୍ନ, ସାଧାରଣ ଲୋକ ଏବେ କ'ଣ କରିବେ? ଯଦି ଆପଣଙ୍କ ଘରେ ବିବାହ ଅଛି କିମ୍ବା ଆପଣ ଆଗାମୀ କିଛି ମାସ ମଧ୍ୟରେ ସୁନା କିଣିବାକୁ ଭାବୁଛନ୍ତି ତେବେ ଧୀରେ ଧୀରେ କିଣିବା ଆରମ୍ଭ କରିପାରିବେ। କାରଣ ଯଦି ଆଗକୁ ଦାମ ବଢ଼ିଯାଏ ତେବେ ଆଜିର ଦାମ ଆପଣଙ୍କୁ ଶସ୍ତା ଲାଗିପାରେ। କିନ୍ତୁ ଏଠାରେ ଏକଥା ମଧ୍ୟ ମନେ ରଖିବା ଦରକାର, ଏକାଥରେ ସମସ୍ତ ଟଙ୍କା ସୁନାରେ ଲଗାଇବା ଠିକ୍ ନୁହେଁ। ବଜାରକୁ ଦେଖି ଛୋଟ ପରିମାଣରେ କିଣିବା ଭଲ ହୋଇପାରେ। ଏହାକୁ ଏକ୍ସପର୍ଟମାନେ ଷ୍ଟେପ୍ ବାଇ ଷ୍ଟେପ୍ ଇନଭେଷ୍ଟମେଣ୍ଟ ବୋଲି କହନ୍ତି। ଏବେ ମଧ୍ୟମ ବର୍ଗ ପରିବାରର ଚିନ୍ତା ଅଲଗା, କାରଣ ସୁନା ଦାମ ବଢ଼ିଲେ ବିବାହ ଖର୍ଚ୍ଚ ମଧ୍ୟ ବଢ଼ିଯାଏ। ଅନେକ ପରିବାର ବର୍ଷ ବର୍ଷ ଧରି ଟଙ୍କା ସଞ୍ଚୟ କରନ୍ତି କେବଳ ସୁନା କିଣିବା ପାଇଁ। ଯଦି ହଠାତ୍ ଦାମ ବଢ଼ିଯାଏ ତେବେ ସେମାନଙ୍କ ବଜେଟ୍ ଭାଙ୍ଗିଯାଏ। ସେହିପରି ଅନେକ ଲୋକ ଏବେ ଚିନ୍ତା କରୁଛନ୍ତି ଆଜି କିଣିବା ଭଲ ନା ଅପେକ୍ଷା କରିବା ଭଲ। ବିଶେଷଜ୍ଞମାନଙ୍କ ମତ, ଯଦି ଆପଣ ଦୀର୍ଘ ସମୟ ପାଇଁ ସୁନା କିଣୁଛନ୍ତି ତେବେ ବହୁତ ଅପେକ୍ଷା କରିବା ଦରକାର ନାହିଁ। କାରଣ ଦୀର୍ଘ ସମୟରେ ସୁନା ସବୁବେଳେ ଭଲ ରିଟର୍ଣ୍ଣ ହୋଇଥାଏ। ଏବେ ନୂଆ ପିଢ଼ି କେବଳ ଗହଣା ନୁହେଁ, ଡିଜିଟାଲ ଗୋଲ୍ଡ ଓ ଗୋଲ୍ଡ ଇଏଫ୍ଟି ଉପରେ ମଧ୍ୟ ଆଗ୍ରହ ଦେଖାଉଛନ୍ତି। କାରଣ ଏଥିରେ ସୁରକ୍ଷା ଭଲ ରହେ ଏବଂ ଶୁଦ୍ଧ ସୁନାର ମୂଲ୍ୟ ମିଳିଥାଏ। ତେଣୁ ଯେଉଁମାନେ ନିବେଶ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି ସେମାନେ ଏହି ଅପସନ୍ ମଧ୍ୟ ଭାବିପାରନ୍ତି। ଆଗାମୀ କିଛି ମାସ ସୁନା ବଜାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ବିଶ୍ୱରେ ଅସ୍ଥିରତା ବଢ଼େ, ଯୁଦ୍ଧ ପରିସ୍ଥିତି ଖରାପ ହୁଏ କିମ୍ବା ଆମେରିକାର ସୁଧ ହାର କମାଏ ତେବେ ସୁନା ଦାମ ହଠାତ୍ ବଡ଼ ଲାଫ ମାରିପାରେ। ଅନେକ ଏକ୍ସପର୍ଟମାନେ କହୁଛନ୍ତି ଯେ ଆଗାମୀ ସମୟରେ ସୁନା ନୂଆ ରେକର୍ଡ ମଧ୍ୟ କରିପାରେ। ତେଣୁ ବଜାରକୁ ନଜରରେ ରଖିବା ଖୁବ୍ ଜରୁରୀ। ତେବେ ବନ୍ଧୁମାନେ, ସୁନା ଦାମକୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି। କେହି କେହି କହୁଛନ୍ତି ଏବେ କିଣିବା ଭଲ ତ ଆଉ କେହି କହୁଛନ୍ତି ଅପେକ୍ଷା କରିବାକୁ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ଆଗାମୀ ସମୟରେ ସୁନା ବଜାରରେ ବଡ଼ ଚହଳ ଦେଖାଦେଇପାରେ। ଆପଣଙ୍କ ମତ କ'ଣ? ଆପଣଙ୍କୁ ଏବେ ସୁନା କିଣିବେ ନା ଅପେକ୍ଷା କରିବେ? କମେଣ୍ଟରେ ନିଶ୍ଚୟ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।